ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ମଧୁର ନାମରେ ପ୍ରେଜ୍ ଦ ଲର୍ଡ। ଏବଂ ମୁଁ ଆଶା କରେ ଆପଣମାନେ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା କୁଶଳରେ ଅଛନ୍ତି। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ବାଇବଲରେ ଥିବା 7 ଜଣ ମରିୟମଙ୍କ ପରିଚୟ ସମ୍ବନ୍ଧରେ ପବିତ୍ର ଶାସ୍ତ୍ର ବାଇବଲରୁ ଆମମାନେ ପାଠ କରିବା। ପ୍ରଥମଟି ହେଉଛି ହାରଣ ଏବଂ ମୋଶାଙ୍କ ଭଉଣୀ ମରିୟମ, ଯାହା ଆମ୍ଭେମାନେ ପ୍ରଥମ ବଂଶାବଳୀ 6 ଅଧ୍ୟାୟ ତାର 3 ପଦରେ ଆମମାନେ ଦେଖିବାକୁ ପାଇଥାଉ। ଦ୍ୱିତୀୟ, ଲାଜାରଙ୍କ ଭଉଣୀ ମରିୟମ, ଯାହା ଆମ୍ଭେମାନେ ଯୋହନ ଲିଖିତ ସୁସମାଚାର 11 ଅଧ୍ୟାୟ ତାର 1 ପଦରେ ଆମମାନେ ଦେଖିବାକୁ ପାଉ। ତୃତୀୟ, ଯୀଶୁଙ୍କ ମାତା ମରିୟମ, ମାଥ୍ୟୁ 1 ଅଧ୍ୟାୟ 16 ପଦରେ ଆମମାନେ ଦେଖିବାକୁ ପାଇଥାଉ। ଚତୁର୍ଥ, କ୍ଲେଫାଙ୍କ ସ୍ତ୍ରୀ ମରିୟମ, ଯୋହନ 19 ଅଧ୍ୟାୟ ତାର 25 ପଦରେ ଆମମାନେ ଦେଖିବାକୁ ପାଉ। ପଞ୍ଚମ, ଯାକୋବଙ୍କ ମାତା ମରିୟମ, ମାର୍କ ଲିଖିତ ସୁସମାଚାର 6 ଅଧ୍ୟାୟ ତାର 3 ପଦରେ ଆମମାନେ ଦେଖିବାକୁ ପାଉ। ଷଷ୍ଠ, ମାର୍କ ଉପନାମ ଯୋହନଙ୍କ ମାତା ମରିୟମ, ପ୍ରେରିତ ଅଧ୍ୟାୟ 12 ପର୍ବ 12 ପଦରେ ଆମମାନେ ଦେଖିବାକୁ ପାଉ। ଏବଂ ସପ୍ତମଟି ହେଉଛି ମଗ୍ଦଲିନୀ ମରିୟମ, ଯୋହନ ଅଧ୍ୟାୟ 19-25 ପଦରେ ଆମମାନେ ଦେଖିବାକୁ ପାଉ। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜିର ଏହି ସଂକ୍ଷିପ୍ତ ବାଇବଲ ପଠନରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।